ସ୍ୱାଗତମ ଓଡ଼ିଶା। ଅଧିକାଂଶ ପିଲାମାନେ ସେମାନଙ୍କ ପାଠ ପଢ଼ାରେ ଅଧିକାଂଶ ଷ୍ଟୁଡେଣ୍ଟ ମଧ୍ୟ ସେମାନଙ୍କ ପାଠ ପଢ଼ା ଗଲତ ତରିକାରେ କରିଥାନ୍ତି ବା ଭୁଲ ତରିକାରେ ପାଠ ପଢ଼ନ୍ତି ବୋଲି ସେମାନଙ୍କୁ ଏକ୍ଜାମ୍ରେ ମାର୍କ ଆସେ ନାହିଁ ଏବଂ ପଢ଼ିବାକୁ ଇଣ୍ଟରେଷ୍ଟ ଆସେ ନାହିଁ। ମୁଁ ଆଜି ଏମିତି 3ଟି ଜିନିଷ ବତେଇବି ଯାହା ଯଦି ଗୋଟେ ସପ୍ତାହ ହୋଇ ଫଲୋ କରନ୍ତି ନିଜର ପ୍ରୋଗ୍ରେସ୍ ନିଜେ ଦେଖିପାରିବେ। ପ୍ରଥମ ଜିନିଷ ହେଲା ସେମାନେ ଯେତେବେଳେ ଯେକୌଣସି ଟପିକ୍ ପଢ଼ନ୍ତୁ ନା କାହିଁକି ସେମାନେ ପ୍ରଥମେ ବୁଝିବାକୁ ଟ୍ରାଏ କରନ୍ତି ନାହିଁ। ପ୍ରଥମେ କିପରି ମନେ ରଖିବା କିପରି ଘୋଷିବା ସେହିପରିକା ଟ୍ରାଏ କରନ୍ତି। ଏହାଦ୍ୱାରା ସେମାନଙ୍କ ମାଇଣ୍ଡରେ ପ୍ରେସର୍ ଆସେ, ସେମାନେ ମନେ ରୁହେ ନାହିଁ ଏବଂ ପଢ଼ିବାକୁ ଇଚ୍ଛା ହୁଏ ନାହିଁ। ତେଣୁ ମୁଁ କହିବି ମୋ ରେକମେଣ୍ଡେସନ୍ ପ୍ରଥମେ ଯେକୌଣସି ଟପିକ୍ ପଢ଼ନ୍ତୁ ପ୍ରଥମେ ହେଲା ବୁଝିବାକୁ ଟ୍ରାଏ କରନ୍ତି। ଗୋଟେ ପଢ଼ନ୍ତୁ ଅଳ୍ପ ପଢ଼ନ୍ତୁ କିନ୍ତୁ ବୁଝିବାକୁ ଟ୍ରାଏ କରନ୍ତୁ। ଏହାଦ୍ୱାରା ତୁମେ ଯେକୌଣସି କ୍ୱେଶ୍ଚନ୍ ଆସିଲେ ମଧ୍ୟ ଲେଖିପାରିବ। ତୁମେ ଲାଇଫ୍ରେ ଗୋଟେ ଜିନିଷ ମନେ ରଖ, ଯେଉଁ କ୍ୱେଶ୍ଚନ୍ ଦେଖ ଆମେ କେମିତି ଭୁଲ ଗୋଟେ ସମସ୍ତଙ୍କ ଷ୍ଟୁଡେଣ୍ଟରେ ହେଇଥାଏ। କେମିତି ଦେଖ ଯେଉଁମାନେ ଏକ୍ଜାମ୍ ଦିଅନ୍ତି ସେମାନେ ଯାହା MBTରେ ଲେଖା ହେଇଥାଏ କି ବହିରେ ଲେଖା ହେଇଥାଏ ସେଇଟା ହିଁ ସଠିକ୍ ଭାବନ୍ତି, କିନ୍ତୁ ଏହା ସବୁଠୁ ଭୁଲ। ତୁମେ ଯେଉଁଟା ବୁଝିଛ ଯେଉଁ ଆନ୍ସର୍ ଲେଖିବ ସେଇଟା ହିଁ ସବୁଠୁ କରେକ୍ଟ ମାର୍କ ବି ଆସେ, ଭଲ ମାର୍କ ବି ଆସେ ଏବଂ ନିଜ ଲାଇଫ୍ରେ ଲାଇଫ୍ ଟାଇମ୍ ପାଇଁ ମନେ ରହିଥାଏ। ତେଣୁ ମନେ ବା ବୁଝିବାକୁ ଟ୍ରାଏ କରନ୍ତୁ ଯେକୌଣସି ଟପିକ୍। ସେକେଣ୍ଡ ଜିନିଷ ହେଲା ପ୍ରାକ୍ଟିସ୍ କରନ୍ତି ନାହିଁ। ଏହା ମଣିଷକୁ ଦେଖ ସବୁଠୁ ଦୁର୍ବଳ ବନେଇଥାଏ। ଦେଖ ଯେକୌଣସି ତୁମେ ରାଇଟିଂ ପ୍ରାକ୍ଟିସ୍ କର ନାହିଁ, ତେଣୁ ତୁମର ହାତ ବଥା ହୁଏ। ଯେତେବେଳେ ଏକ୍ଜାମ୍ ଦେବାକୁ ଯାଅ ସେତେବେଳେ ହାତ ବଥା ହୁଏ। ସେକେଣ୍ଡ ଜିନିଷ ହେଲା ତୁମର ଦେଖ ଗୋଟେ ପାର୍ଟିକୁଲାର ଟାଇମ୍ରେ ତୁମେ କମ୍ପ୍ଲିଟ୍ କରିପାର ନାହିଁ। ଏହା ସବୁଠୁ ଭୁଲ ହେଇଥାଏ। ତେଣୁ ଜଣେ ମହାନ ବ୍ୟକ୍ତି ମଧ୍ୟ କହିଛନ୍ତି ପ୍ରାକ୍ଟିସ୍ ବିକମ୍ ବେଟର୍ ଇନ୍ ଲାଇଫ୍। ତେଣୁ ପ୍ରାକ୍ଟିସ୍ କରିବା ବହୁତ ଜରୁରୀ। ଯେତେ ପ୍ରାକ୍ଟିସ୍ କରିବ ତୁମେ ସେତେ ବେଟର୍ ହେଇଯିବ। ତେଣୁ ସବୁ ଜିନିଷରେ ଖେଳଠୁ ଦେଖ ଏପର୍ଯ୍ୟନ୍ତ ମଧ୍ୟ ଯେତେ ସବୁ ଖେଳାଳି ଦେଖୁଛ ସେମାନେ ସବୁଦିନ ପ୍ରାକ୍ଟିସ୍ କରନ୍ତି। ସେମାନେ ତ ୱାର୍ଲଡ ଚାମ୍ପିୟନ୍ ହେଇକରି ମଧ୍ୟ ପ୍ରାକ୍ଟିସ୍ କରନ୍ତି। ଏହା ତୁମେ ଭାବିବା ଦରକାର। ଓକେ। ଥାର୍ଡ଼ ଜିନିଷ ହେଲା ରିଭିଜନ୍ କରନ୍ତି ନାହିଁ। ତେଣୁ ଆଇନଷ୍ଟାଇନ୍ ପରିକା ସାଇଣ୍ଟିଷ୍ଟ ମଧ୍ୟ କହିଥିଲା ୱିଦାଉଟ୍ ରିଭିଜନ୍ରେ ଆମର ମାଇଣ୍ଡରେ କେବେ ଷ୍ଟୋରେଜ୍ ରୁହେ ନାହିଁ। ତେଣୁ ଯେକୌଣସି ଟପିକ୍ ପଢ଼ୁଛନ୍ତି ସେମାନଙ୍କୁ ଗୋଟେ ଦିନ ପାଇଁ ମନେ ରହିଲା ଠିକ୍ ଅଛି, ଯଦି ସେଇ ଜିନିଷଟାକୁ ଆମେ ଛାଡ଼ିଦେବା ଗୋଟେ ମାସ ତାର ଭୁଲି ଯାଇଥିବା। ତେଣୁ ଗୋଟେ ସପ୍ତାହ କି ଗୋଟେ ମାସ ପରେ ରିଭାଇଜ୍ କରନ୍ତୁ, ଏହାଦ୍ୱାରା ମାଇଣ୍ଡରେ ଷ୍ଟୋରେଜ୍ ରହିବ। ଓକେ। ଯଦି ଏଇ 3ଟା ଜିନିଷ ତୁମ ଲାଇଫ୍ରେ ଗୋଟେ ସପ୍ତାହ ହିଁ ଫଲୋ କର ନିଜ ପ୍ରୋଗ୍ରେସ୍ ନିଜେ ଦେଖିପାରିବ। ଏହି ଚ୍ୟାନେଲ୍ରେ ତୁମେ ସିଲେକ୍ଟିଭ୍ ସର୍ଟ କ୍ୱେଶ୍ଚନ୍, ସିଲେକ୍ଟିଭ୍ ଲଙ୍ଗ୍ କ୍ୱେଶ୍ଚନ୍ ଏବଂ ଇନଫର୍ମେଟିଭ୍ ଭିଡ଼ିଓ ପାଇଁ ସବସ୍କ୍ରାଇବ୍ କରି ଜଏନ୍ କରନ୍ତୁ। ଓକେ, ଧନ୍ୟବାଦ।